ପିଆଜ ଏବଂ ରସୁଣ କାହିଁକି ମନ୍ଦିର ପ୍ରସାଦ ଏବଂ ଭୋଗରେ ବ୍ୟବହାର କରାଯାଏ ନାହିଁ? କୁହାଯାଏ ଯେ ସମୁଦ୍ର ମନ୍ଥନରୁ ଯେତେବେଳେ ଧନ୍ୱନ୍ତରୀ ଅମୃତ କଳସ ଧରି ବାହାରିଲେ ସେତେବେଳେ ତାକୁ ପାଇବା ପାଇଁ ଦେବତା ଏବଂ ଅସୁର ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ଭଗବାନ ବିଷ୍ଣୁ ଏହାର ସମାଧାନ ପାଇଁ ମୋହିନୀ ଅବତାର ଧାରଣ କରିଥିଲେ ଏବଂ ଦେବତାଙ୍କୁ ଅସଲି ଅମୃତ ବାଣ୍ଟିଲା ବେଳେ ଅସୁରଙ୍କୁ ନକଲି ଅମୃତ ବାଣ୍ଟୁଥିଲେ। ଏହା ରାହୁ ନାମକ ଏକ ଅସୁର ଜାଣିପାରି ଦେବତାଙ୍କର ବେଶ ନେଲା ଏବଂ ଦେବତାଙ୍କ ସହିତ ବସି ପଡି ଅମୃତ ପାନ କରିବା ସମୟରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଦେବତା ତାହାର ଏହି ଛଦ୍ମ ବିଷୟ ବିଷୟରେ ଜାଣିଦେଲେ ଏବଂ ଭଗବାନ ବିଷ୍ଣୁଙ୍କୁ କହିଦେଲେ। ଭଗବାନ ବିଷ୍ଣୁ ଏହା ଜାଣିପାରି ସୁଦର୍ଶନ ଚକ୍ରରେ ରାହୁର ଶିରଚ୍ଛେଦ କଲେ ସୁଦ୍ଧା ସେ ମରିଲା ନାହିଁ, କିନ୍ତୁ ଶିରଚ୍ଛେଦ ସମୟରେ ତାର ବେକରୁ 2 ବୁନ୍ଦା ରକ୍ତ ପୃଥିବୀ ପୃଷ୍ଠରେ ପଡିଗଲା ଏବଂ ସେଥିରୁ ପିଆଜ ଓ ରସୁଣର ଜନ୍ମ ହେଲା। ସେଥିପାଇଁ କୁହାଯାଏ ଯେ ପିଆଜ ଏବଂ ରସୁଣ ଖାଇଲେ ମଣିଷ ଭିତରେ ରାକ୍ଷସ ପ୍ରକୃତି ଯେମିତିକି ରାଗ, କ୍ରୋଧ ଆଦି ବଢିଯାଏ ଏବଂ ଧୈର୍ଯ୍ୟ ଶକ୍ତି କମିଯାଏ। ଏହା ଏକ ତାମସିକ ଖାଦ୍ୟ, କିନ୍ତୁ ମନ୍ଦିର ପ୍ରସାଦ ସାତ୍ତ୍ୱିକ ହୋଇଥିବାରୁ ଏଥିରେ ଏହାକୁ ବ୍ୟବହାର କରାଯାଏ ନାହିଁ।